ଆଜିର 10ଟି ଅନୁଚିନ୍ତା। ଯଦି କୌଣସି ବ୍ୟକ୍ତିଙ୍କର ଶନି ଦଶା ପଡ଼ିଛି ତେବେ କାଉକୁ ଖାଇବାକୁ ଦିଅନ୍ତୁ ଓ ଘୋଡ଼ା ନାଲକୁ ଆଙ୍ଗୁଠିରେ ପିନ୍ଧିଲେ ମଙ୍ଗଳ ହୋଇଥାଏ। ଘରର ମୁଖ୍ୟ ଦ୍ୱାରରେ କଣ୍ଟା ଜାତୀୟ ଗଛ ବା ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ। ମାଟି ସରେଇରେ ପାଣି ରଖି ଘରର ଉତ୍ତର ପୂର୍ବ କୋଣରେ ରଖିଲେ ବାସ୍ତୁ ସମସ୍ୟା ଦୂର ହୋଇଥାଏ। 7ଟି ଦ୍ୱିତୀୟା ଚନ୍ଦ୍ର ଦର୍ଶନ କରିଲେ ମନବାଞ୍ଛା ପୂର୍ଣ୍ଣ ହୋଇଥାଏ। ପୁରୁଷ ବା ସ୍ତ୍ରୀ ହୁଅନ୍ତୁ କେବେ ବି ବେକ ଖାଲି ରଖିବା ଉଚିତ ନୁହେଁ। ପ୍ରତିଦିନ ସକାଳେ 2ଟି ନିମ୍ବ ପତ୍ର ଖାଇଲେ ମୁହଁର ଦାଗ ଦୂର ହୋଇଥାଏ ଓ ତେଜ ବଢ଼ିଥାଏ। ସକାଳୁ ଉଠି ବାସି ମୁହଁରେ 1 ଗ୍ଲାସ ପାଣି ପିଇଲେ ମଙ୍ଗଳ ହୋଇଥାଏ। ପିତୃ ମାତୃ ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ କିମ୍ବା ଅନ୍ୟର ଘରେ ଖାଆନ୍ତୁ ନାହିଁ। ଦିନର ଅଧିକାଂଶ ସମୟ ନୀରବ ରହିଲେ ଭଲ ହୋଇଥାଏ। ଭୂମି ଉପରେ ଆସନ ପକାଇ ବସି ଖାଇଲେ ଭଲ ହୋଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଥିଲେ 2ଟି ମୟୂର ପର ବିବାହ ଆଲମ୍ବନରେ ରଖିଲେ ତାହା ଦୂର ହୁଏ। ଗାଧୁଆ ଘରେ କେବେ ବି ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ। ଏହାଦ୍ୱାରା ପିତୃପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି। ନାରୀମାନେ ସିନ୍ଦୁର ପିନ୍ଧିବା ସମୟରେ କଣ୍ଟା ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧିଲେ ଶୁଭ ହୋଇଥାଏ। ସନ୍ଧ୍ୟା ସମୟରେ ପଢ଼ିବା, ଖାଇବା, ଶୋଇବା ଉଚିତ ନୁହେଁ। ସକାଳୁ ଉଠିବା ପରେ ନିଜ ମୁଖ ଆଇନାରେ ଦେଖନ୍ତୁ ନାହିଁ। ଠାକୁର ଦର୍ଶନ ପରେ ଦେଖିବା ଶୁଭ ହୋଇଥାଏ। ଯଦି ପୁରୁଷଙ୍କ ଡାହାଣ ହାତ ପାପୁଲି ଓ ମହିଳାଙ୍କ ବାମ ହାତ ପାପୁଲି କୁଣ୍ଡାଇ ହୁଏ ତେବେ ଧନ ପ୍ରାପ୍ତି ହେବାର ସଂକେତ ହୋଇଥାଏ। ଦୋକାନ ଘରର ମୁଖ୍ୟ ଦ୍ୱାର ଉପରେ ନାଲି ରଙ୍ଗରେ ସ୍ୱସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ। ଗ୍ରହଣ ଲାଗିବା ସମୟରେ କିଛି ଖାଇବା ଉଚିତ ନୁହେଁ ଓ ଗ୍ରହଣ ପରେ ଗାଧୋଇକି ଖାଇବା ଉଚିତ।